ନୂଆପଡ଼ା ଉପନିର୍ବାଚନ ପାଇଁ ନାକାବନ୍ଦୀ ସହିତ ଧରପଗଡ଼ ଜୋର ଧରିଲା। 2 ଲକ୍ଷ ଟଙ୍କା ନଗଦ ସହିତ 43 ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ 3ଟି ବାଇକ୍ ଜବତ କରିଛି ପୁଲିସ। ଖଡ଼ିଆଳର ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକଙ୍କ ନେତୃତ୍ୱରେ ଏଫ୍ଏସ୍ଟି ଟିମ୍ ମୋହରା ଛକରୁ 2 ଲକ୍ଷ ଟଙ୍କା ଜବତ କରିଛି। ଏଏସ୍ଆଇ ପ୍ରଭାକର ନାୟକ ଓ ଏପିଏଫ୍ ହିତେଶ କୁମାର ଶବର ମୋହରା ଛକ ଅନ୍ତଜିଲ୍ଲା ଚେକପୋଷ୍ଟରେ ଚେକିଂ ଡ୍ୟୁଟି କରୁଥିଲେ। ସେହି ସମୟରେ ବୁଲେରୋ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର OR16B7233ରେ ଆସୁଥିବା କଣ୍ଟାବାଞ୍ଜିର ଜାଭେଦ ଖାନଙ୍କ ପାଖରୁ 2 ଲକ୍ଷ ଟଙ୍କା ନଗଦ ମିଳିଥିଲା। ଯାଞ୍ଚ କରିବା ପରେ ସେ ନେଉଥିବା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ତେଣୁ ଟଙ୍କା ଜବତ କରି ଖରିଆର ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହିପରି ଜିଲ୍ଲା ଅବକାରୀ ବିଭାଗ ଘନ ଘନ ଯାଞ୍ଚ କରି 63 ଲିଟର ବିୟର, 32 ଲିଟର ବିଦେଶୀ ମଦ, 3016 ଲିଟର ହାତରନ୍ଧା ମଦ, 519 ଲିଟର ବାହାର ଭାଟି ମଦ, 4 କେଜି ଗଞ୍ଜେଇ, 67,550 କେଜି ମହୁଲ ପଚ ଜବତ କରିଛି। ଏସବୁର ଆନୁମାନିକ ମୂଲ୍ୟ 43,57,000 ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ 3ଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ଆଗାମୀ ଦିନରେ ଏନଫୋର୍ସମେଣ୍ଟକୁ ଆହୁରି ତୀବ୍ର କରି ସବୁ ବେଆଇନ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିয়োଜିତ ସମସ୍ତ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି।